Hello student, welcome to TFL ଓଡ଼ିଆ ଟାଇମ୍ ଫର୍ ଲର୍ଣ୍ଣିଂ ସେଣ୍ଟରକୁ। ଆଜି ଆମେ ଦଶମ ଶ୍ରେଣୀର ଭୌତିକ ବିଜ୍ଞାନର ପ୍ରଥମ ଚାପ୍ଟର ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣକୁ ପଢ଼ିବା। ଏହି ଭିଡ଼ିଓରେ ଆମେ ରାସାୟନିକ ପ୍ରତିକ୍ରିୟା କ'ଣ, ରାସାୟନିକ ପରିବର୍ତ୍ତନ କ'ଣ, ରାସାୟନିକ ସମୀକରଣ କ'ଣ, ଏ ତିନିଟା ମୁଖ୍ୟ ପଏଣ୍ଟକୁ ବୁଝିବା। ତ ଯଦି ଦେଖିବା ଆମେ ରାସାୟନିକ ପ୍ରତିକ୍ରିୟା କ'ଣ, ରାସାୟନିକ ପ୍ରତିକ୍ରିୟା ମାନେ ପରିବର୍ତ୍ତନ କ୍ଷେତ୍ରରେ ପ୍ରତିକ୍ରିୟା ହେଇଥାଏ। ମନେ ରଖିଥିବ, ପରିବର୍ତ୍ତନ ହେଇଛି ମାନେ ସେଇ ଜାଗାରେ ପ୍ରତିକ୍ରିୟା ଘଟୁଛି। ତ ଦେଖ ଏଠି ଲେଖା ହେଇଛି ଯେ ଆମର ଯେଉଁ ପ୍ରତିକ୍ରିୟାରେ ଆମର ଯଦି କୌଣସି କ୍ଷେତ୍ରରେ ଭିନ୍ନ ଭିନ୍ନ ଧର୍ମ ବିଶିଷ୍ଟ ପଦାର୍ଥ ମିଶି ଯଦି କିଛି ସୃଷ୍ଟି ହେଇଥାଏ ସେଇଟା ହେଉଛି ରାସାୟନିକ ପ୍ରତିକ୍ରିୟା। ତାମାନେ ଆମର ଯଦି ଯେଉଁ ପରିବର୍ତ୍ତନ ଘଟୁଛି ମାନେ କ'ଣ ପ୍ରତିକ୍ରିୟା ବୋଲି କୁହାଯାଏ। ତ ପରିବର୍ତ୍ତନ କ'ଣ, କେଉଁ କ୍ଷେତ୍ରରେ ପରିବର୍ତ୍ତନ ଦେଖିବା, ଫର୍ ଏକ୍ସାମ୍ପଲ୍ ଲୁହାରେ କଲଙ୍କି ଲାଗିବା, କ୍ଷୀର ଦହି ହେବା, ଖାଦ୍ୟ ହଜମ ହେବା, ଶ୍ୱାସକ୍ରିୟା ହେବା, ଏସବୁ ଗୋଟେ ପରିବର୍ତ୍ତନ। ଏଇ ପରିବର୍ତ୍ତନକୁ କ'ଣ କୁହାଯିବ? ପ୍ରତିକ୍ରିୟା ବୋଲି କୁହାଯାଏ। ରାସାୟନିକ ପ୍ରତିକ୍ରିୟା କାହାକୁ କୁହାଯାଏ? ଯେଉଁ ପ୍ରତିକ୍ରିୟାରେ ରାସାୟନିକ ପରିବର୍ତ୍ତନ ହେଉଛି ବା ରାସାୟନିକ ସଂକେତର ପରିବର୍ତ୍ତନ ହେଉଛି ବା ଘଟୁଛି ସେଇଟା ହେଉଛି ରାସାୟନିକ ପ୍ରତିକ୍ରିୟା। ତାପରେ ଯେଉଁ ପ୍ରତିକ୍ରିୟାରେ ଭିନ୍ନ ଧର୍ମ ବିଶିଷ୍ଟ ପଦାର୍ଥ ମିଶି ନୂଆ ପଦାର୍ଥ ସୃଷ୍ଟି ହେବା ସହ ତାର ରାସାୟନିକ ସଂକେତର ପରିବର୍ତ୍ତନ ଘଟୁଛି ସେ ହେଉଛି ରାସାୟନିକ ପ୍ରତିକ୍ରିୟା ବୋଲି କୁହାଯାଏ। ରାସାୟନିକ ପ୍ରତିକ୍ରିୟାରେ ଯେ ଭିନ୍ନ ଭିନ୍ନ ଧର୍ମ ବିଶିଷ୍ଟ ଯେଉଁ ପଦାର୍ଥ ଭାଗ ନେଉଛି ତାକୁ କୁହାଯାଏ ପ୍ରତିକାରକ। ରାସାୟନିକ ପ୍ରତିକ୍ରିୟାରେ ଭିନ୍ନ ଭିନ୍ନ ଧର୍ମ ବିଶିଷ୍ଟ ପଦାର୍ଥ ଯେଉଁ ମିଶିଥାଏ, ଯେଉଁ କାର୍ଯ୍ୟରେ ଭାଗ ନେଇଥାଏ, ଭାଗ ନେଲା ପରେ ଯେଉଁ ନୂଆ ପଦାର୍ଥ ସୃଷ୍ଟି ହେଇଥାଏ, ସେ ଭାଗ ନେଇଥିବା ପଦାର୍ଥକୁ ପ୍ରତିକାରକ ବୋଲି କୁହାଯାଏ। ଏବଂ ଯେଉଁ ନୂତନ ପଦାର୍ଥ ସୃଷ୍ଟି ହେଉଛି ସେ ହେଉଛି ଉତ୍ପାଦ। ଫର୍ ଏକ୍ସାମ୍ପଲ୍ ଆମେ A ପ୍ଲସ୍ B ନେବା, ସୃଷ୍ଟି ହେଉଛି କ'ଣ? A and B। A ପ୍ଲସ୍ B ନେଲା ପରେ A ବି ସୃଷ୍ଟି ହେଇଛି। A and B ଭିନ୍ନ ଧର୍ମ ବିଶିଷ୍ଟ ପଦାର୍ଥ, ଏମାନେ ଭାଗ ନେଇଛନ୍ତି ଏ କାର୍ଯ୍ୟରେ, ଏଇ ପ୍ରତିକ୍ରିୟାରେ ଭାଗ ନେଲା ପରେ ନୂଆ ପଦାର୍ଥ ସୃଷ୍ଟି ହେଇଛି ଏବଂ ରାସାୟନିକ ସଂକେତର ପରିବର୍ତ୍ତନ ହେଇଛି। ତାକୁ କୁହାଯାଏ ରାସାୟନିକ ପ୍ରତିକ୍ରିୟା ବୋଲି କୁହାଯାଏ। ଗୋଟେ ଏକ୍ଜାମ୍ପଲ୍ ଦେଖ, ବହିରେ ବି ଅଛି, ଯେତେବେଳେ ଆମେ ମ୍ୟାଗ୍ନେସିୟମ୍ ପାତକୁ ବାୟୁର ଉପସ୍ଥିତିରେ ଆମେ ଗରମ କରିବା ତାହେଲେ କ'ଣ ହେବ? ବାୟୁରେ ରହିଥିବା ଅମ୍ଳଜାନ ସହ ସେ ପ୍ରତିକ୍ରିୟା ଘଟାଇବ ଏବଂ ମ୍ୟାଗ୍ନେସିୟମ୍ ଅକ୍ସାଇଡ୍ ସୃଷ୍ଟି କରୁଛି। ତ ଏଇ ଜାଗାରେ କ'ଣ ହେଇଛି ଆମର? ଯେତେବେଳେ ମ୍ୟାଗ୍ନେସିୟମ୍ ପାତ ବାୟୁରେ ଗରମ କରାହେଲା, ସେ ଅମ୍ଳଜାନ ସହିତ ପ୍ରତିକ୍ରିୟା ଘଟାଇଲେ ପରେ ସୃଷ୍ଟି ହେଲା କ'ଣ? MgO ସୃଷ୍ଟି ହେଲା। କ'ଣ ସୃଷ୍ଟି ହେଲା? MgO। এইটা ହେଉଛି ଗୋଟେ ଏକ୍ଜାମ୍ପଲ୍ ଯେ ରାସାୟନିକ ପ୍ରତିକ୍ରିୟାର। କାହିଁକିନା ଏଠି ଦେଖ କ'ଣ ଲେଖା ହେଇଛି? ଯେତେବେଳେ ମ୍ୟାଗ୍ନେସିୟମ୍ ମାନେ Mg ପ୍ଲସ୍ ଅକ୍ସିଜେନ୍ ମାନେ O2 ସୃଷ୍ଟି ହେଲା କ'ଣ? MgO। ଏମାନେ ଭାଗ ନେଇଛନ୍ତି, ଏମାନେ ହେଉଛି ପ୍ରତିକାରକ। ଏମାନେ କିଏ? ପ୍ରତିକାରକ। ଏମାନେ ହେଉଛି ଉତ୍ପାଦ। ଏମାନେ କିଏ? ଉତ୍ପାଦ। ଯେ ଭାଗ ନେଇଥିବ ସେ ହେଉଛି ପ୍ରତିକାରକ, ନୂଆ ଯେ ସୃଷ୍ଟି ହେବ ସେ ହେଉଛି ଉତ୍ପାଦ। ହେଲା। ତ ଏଇଟା ହେଉଛି ରାସାୟନିକ ପ୍ରତିକ୍ରିୟା। କାରଣ ଏଇ ଜାଗାରେ ଆମର ପ୍ରତିକ୍ରିୟା ପରିବର୍ତ୍ତନ ହେଇଛି, ପ୍ରତିକ୍ରିୟା ହେବା ସହ ରାସାୟନିକ ସଂକେତର ପରିବର୍ତ୍ତନ ହେଇଛି, ସେଇଟା ହେଉଛି ରାସାୟନିକ ପ୍ରତିକ୍ରିୟା ବୋଲି କୁହାଯାଏ। ଏ ଦେଖ, ତାମାନେ ରାସାୟନିକ ପରିବର୍ତ୍ତନ ଘଟିଲେ ଆମେ ତାହାକୁ ରାସାୟନିକ ପ୍ରତିକ୍ରିୟା ବୋଲି କୁହାଯାଏ। ହେଲେ ବି ରାସାୟନିକ ପରିବର୍ତ୍ତନ କ'ଣ? ପରିବର୍ତ୍ତନ ହେଉଛି ତାର କିଛି ମାନେ ଅବସ୍ଥାର ପରିବର୍ତ୍ତନ ହେବ, ନହେଲେ ରଙ୍ଗର ପରିବର୍ତ୍ତନ ହେବ, ନହେଲେ ଗ୍ୟାସ୍ ନିର୍ଗମନ ହେବ, ନହେଲେ ତାପର ପରିବର୍ତ୍ତନ ହେବ। ତାମାନେ ଯଦି ଯେକୌଣସି ଯେଉଁ ପରିବର୍ତ୍ତନରେ ମୂଳ ପଦାର୍ଥରୁ ଏକ ବା ଏକାଧିକ ଧର୍ମ ବିଶିଷ୍ଟ ପଦାର୍ଥ ମିଶି ସେମାନେ ନୂଆ କିଛି ପଦାର୍ଥ ସୃଷ୍ଟି ହେବ, ସେଇଟା ହେଉଛି ରାସାୟନିକ ପରିବର୍ତ୍ତନ। ମାନେ ଦେଖ ଏଇଠି ଫର୍ ଏକ୍ସାମ୍ପଲ୍ ସିମ୍ପଲ୍ ଦିଆଯାଇଥିଲା A ପ୍ଲସ୍ B, A ବି ସୃଷ୍ଟି ହେଉଛି। ତାମାନେ A and B ହେଉଛି ନୂତନ ଗୋଟେ ଯେଉଁ ପ୍ରତିକାରକ, ଏମାନେ ଭିନ୍ନ ଭିନ୍ନ ବିଶିଷ୍ଟ ପଦାର୍ଥ ମିଶିଲା ପରେ A Bରେ ସୃଷ୍ଟି ହେଲେ। A ବି ହେଉଛି ନୂଆ ଗୋଟେ ପଦାର୍ଥ, ଭାଗ ନେଇଛନ୍ତି କି A and B ହେଇଛି, ପରିବର୍ତ୍ତନ ହେଇଛି, ସେଇଟା ହେଉଛି ରାସାୟନିକ ପରିବର୍ତ୍ତନ। ଆଉ ରାସାୟନିକ ପରିବର୍ତ୍ତନରେ ଯଦି ରାସାୟନିକ ସଂକେତର ପରିବର୍ତ୍ତନ ହେଇଥାଏ ସେଇଟା ହେଉଛି ରାସାୟନିକ
ପ୍ରତିକ୍ରିୟା ବୋଲି କୁହାଯାଏ। ଏବେ ଦେଖିବା ଆମେ ରାସାୟନିକ ସମୀକରଣକୁ। ରାସାୟନିକ ସମୀକରଣ ମାନେ କ'ଣ? ରାସାୟନିକ ପ୍ରତିକ୍ରିୟାକୁ ଯଦି ଆମେ ସଂକ୍ଷେପ ଏବଂ ସଂକେତ ଲେଖିବା, ସେ ଯେଉଁ ପ୍ରଣାଳୀକୁ କ'ଣ କୁହାଯାଏ? ରାସାୟନିକ ସମୀକରଣ। ତାମାନେ ଯେଉଁ ପ୍ରତିକ୍ରିୟାକୁ ଆମେ ବାକ୍ୟରେ ଲେଖିଛୁ ହେଲା, ମାନେ ଏଠି ଦେଖ ରାସାୟନିକ ପ୍ରତିକ୍ରିୟା ଏଇଟା କିଏ ଆମର, ଯେ ଏକ ମ୍ୟାଗ୍ନେସିୟମ୍ ପାତ୍ରକୁ ଅକ୍ସିଜେନ୍ ଉପସ୍ଥିତିରେ ଯଦି ଆମେ ଗରମ କରିବା ତାହେଲେ କ'ଣ ହେଉଛି? ମ୍ୟାଗ୍ନେସିୟମ୍ ଅକ୍ସାଇଡ୍ ସୃଷ୍ଟି ହେଉଛି। ଏଇ ଯେଉଁ ପ୍ରତିକ୍ରିୟାକୁ ଆମେ ସଂକ୍ଷେପରେ ଲେଖିବା, କେଉଁଥିରେ ଲେଖିବା? ସଂକ୍ଷେପ ଲେଖିବା। ସଂକ୍ଷେପ ଲେଖିବା ସହ ଆମେ ସଂକେତକୁ ପ୍ରୟୋଗ କରିବା। ଦେଖନ୍ତୁ ଲେଖା ହେଇଛି ମ୍ୟାଗ୍ନେସିୟମ୍ ପ୍ଲସ୍ ଅକ୍ସିଜେନ୍ ସୃଷ୍ଟି ହେଲା କ'ଣ? ମ୍ୟାଗ୍ନେସିୟମ୍ ଅକ୍ସାଇଡ୍। ତ ମ୍ୟାଗ୍ନେସିୟମ୍ ସଂକେତ କ'ଣ? Mg, ଅମ୍ଳଜାନ ସଂକେତ କ'ଣ? O2, ମିଶି କ'ଣ ହେଇଛି? MgO। এই প্রক্রিয়াকে କ'ଣ କୁହାଯାଏ? ରାସାୟନିକ ସମୀକରଣ ବୋଲି କୁହାଯାଏ। ଆପରେ ମନେ ରଖିବ, ରାସାୟନିକ ସମୀକରଣ ଲେଖିବାର କେତେଟା ପ୍ରଣାଳୀ ଅଛି ହେଲା। ତାମାନେ ଦେଖ ଏଠି ଆମେ ଯେଉଁ ରାସାୟନିକ ସମୀକରଣ ଲେଖା ହେଇଛି, ଯେଉଁମାନେ ଭାଗ ନେଇଥାଏ ସେମାନେ ହେଉଛି ପ୍ରତିକାରକ, ଯେଉଁଟା ସୃଷ୍ଟି ହେଇছে ସେ ହେଉଛି ଉତ୍ପାଦ ହେଲା। ସେକେଣ୍ଡ ପଏଣ୍ଟ, ଯଦି ଏକରୁ ଏକାଧିକ ପ୍ରତିକାରକ ହେବ କିମ୍ବା ଏକରୁ ଏକାଧିକ ଯଦି ଉତ୍ପାଦ ହେବ ତାହେଲେ ତାଙ୍କୁ ଯୋଡ଼ିବା ପାଇଁ ଆମେ ପ୍ଲସ୍ ଚିହ୍ନକୁ ପ୍ରୟୋଗ କରିବା। ଏଠି ଦେଖ ପ୍ରତିକାରକ ଏକରୁ ଏକାଧିକ ଅଛି, ତାଙ୍କର ମାନେ ଜଏଣ୍ଟ କରିବା ପାଇଁ ଆମେ କ'ଣ କରୁଛୁ? ପ୍ଲସ୍ ଚିହ୍ନକୁ ପ୍ରୟୋଗ କରୁଛୁ। ଏଠି ଗୋଟେ ଉତ୍ପାଦ ଅଛି, ଏଠି ଦରକାର ନାହିଁ। ଯଦି ଏଠି ବି ଉତ୍ପାଦ ଯଦି ଅଧିକ ହେଇଯାଉଛି ତାହେଲେ ଏଠି ବି ଆମେ ପ୍ଲସ୍ ଚିହ୍ନ ପ୍ରୟୋଗ କରିବା। ନେକ୍ସଟ ପଏଣ୍ଟ ମନେ ରଖିବା ଯେ ଆମେ ପ୍ରତିକାରକକୁ ଅଲୱେଜ୍ ବାମ ସାଇଡ୍ ମାନେ ଏ ସାଇଡ୍କୁ ରଖିବା, ବାମ ପାର୍ଶ୍ୱକୁ, ଉତ୍ପାଦକୁ ଡାହାଣ ପଟକୁ ରଖିବା। ପ୍ରତିକାରକ ଉତ୍ପାଦକ ମଧ୍ୟରେ ଚିହ୍ନଟ କରିବା ପାଇଁ ତୀର ଚିହ୍ନ ପ୍ରୟୋଗ କରିବା ହେଲା। ତାପରେ ତୀର ଚିହ୍ନ ପ୍ରୟୋଗ କରିବା। ତା ସହ ଆମେ ଏଠି ଦେଖ ପଏଣ୍ଟ ଦେଖିବା, ଫାର୍ଷ୍ଟ ଲେଖା ହେଇଛି ଯେ କିଏ ଉତ୍ପାଦ ପ୍ରତିକାରକ କୁହାଯାଇଛି, କିଏ ପ୍ରତିକାରକ ଆମର କିଏ ଉତ୍ପାଦ। ପ୍ରତିକାରକ ଅଲୱେଜ୍ କ'ଣ ଲେଖିବ? ଆମର ବାମ ପାର୍ଶ୍ୱରେ ରହିବ, ଉତ୍ପାଦ ଡାହାଣ ପାର୍ଶ୍ୱରେ ରହିବ ହେଲା। ଦେନ୍ ପ୍ରତିକାରକ ଉତ୍ପାଦ ମଧ୍ୟରେ ତୀର ଚିହ୍ନ ଦେଇ ସୂଚିତ କରିବା। ଦେଖ ତୀର ଯେଉଁ ଚିହ୍ନଟା ହେଉଛି ଅଲୱେଜ୍ ଆମର ବାମ ପାର୍ଶ୍ୱ ଡାହାଣ ଆଡ଼କୁ ଯିବ ହେଲା। ଆଉ ପ୍ରତିକାରକ ଯଦି ଏକରୁ ଏକାଧିକ ହେଇଯାଉଛି ତାହେଲେ ଆମେ ପ୍ଲସ୍ ଚିହ୍ନ ଦେବା। ଉତ୍ପାଦ ବି ଯଦି ଏକରୁ ଏକାଧିକ ହେଇଯାଇଛି ତାହେଲେ ଯୁକ୍ତ ଚିହ୍ନ ବା ପ୍ଲସ୍ ଚିହ୍ନ ଦେଇ ଆମେ ତାକୁ ଚିହ୍ନଟ କରିବା। ଆଉ ସମୀକରଣରେ ଆମେ ପ୍ରତିକାରକ ଓ ଉତ୍ପାଦ ତାଙ୍କର ସଂକେତକୁ ପ୍ରୟୋଗ କରିବା। ତାମାନେ ଯେଉଁ ମ୍ୟାଗ୍ନେସିୟମ୍ ଅଛି ତାହେଲେ Mg, ଅମ୍ଳଜାନ କିଏ? O2, ତାହେଲେ ସୃଷ୍ଟି ହେଲା କ'ଣ? MgO। এইটা ହେଉଛି ତା ସମ୍ପୂର୍ଣ୍ଣ ସଂକେତ ଲେଖିବା ପ୍ରଣାଳୀ। ଏହି ସଂକେତକୁ କ'ଣ କୁହାଯାଏ? ତାମାନେ ରାସାୟନିକ ପ୍ରତିକ୍ରିୟାକୁ ସଂକ୍ଷେପ ସହ ସଂକେତ ଲେଖିବା ପ୍ରଣାଳୀକୁ ରାସାୟନିକ ସମୀକରଣ ବୋଲି କୁହାଯାଏ। ଏବେ ରାସାୟନିକ ସମୀକରଣ ଲେଖିଲୁ, ଆମେ ଜାଣିଲୁ କେମିତି ଲେଖିବା, କିନ୍ତୁ ଲେଖିବା ସହ ତାର କେତେଟା ନିୟମକୁ ଆମେ ମାଇଣ୍ଡରେ ରଖିବା ଅଛି। କେଉଁ ନିୟମ? ତ 9th ପଢ଼ୁଥିଲା, ରାସାୟନିକ ସଂଯୋଗ ନିୟମ। ରାସାୟନିକ ସଂଯୋଗ ନିୟମରେ କ'ଣ ହେଇଥାଏ? ଦୁଇଟା ନିୟମ ଅଛି, ଗୋଟେ ବସ୍ତୁତ୍ୱ ସଂରକ୍ଷଣ ନିୟମ ଆଉ ଗୋଟେ ସ୍ଥିର ଅନୁପାତ ନିୟମ। ବସ୍ତୁତ୍ୱ ସଂରକ୍ଷଣ ନିୟମ କ'ଣ କହୁଛି? କୌଣସି ରାସାୟନିକ ପ୍ରତିକ୍ରିୟାରେ ବସ୍ତୁ ସୃଷ୍ଟି ନାହିଁ କିମ୍ବା ବିନାଶ ନାହିଁ। ଅର୍ଥାତ୍ ରାସାୟନିକ ପ୍ରତିକ୍ରିୟାରେ ଥିବା ମୌଳିକ ମୋଟ ବସ୍ତୁତ୍ୱ ଓ ଉତ୍ପାଦରେ ରହିଥିବା ମୋଟ ବସ୍ତୁତ୍ୱ ସମାନ ହେବା ଅଛି। ତାମାନେ ଫର୍ ଏକ୍ସାମ୍ପଲ୍ Mg, ଆମର ଯଦି ଦେଖିବା Mg ନିଅ ପ୍ଲସ୍ O2 ହେଲା, ସୃଷ୍ଟି ହେଲା କ'ଣ? ଆମର MgO। ଏଇଟା ହେଉଛି ରାସାୟନିକ ପ୍ରତିକ୍ରିୟା। ଏଇଠି ଆମେ ଦେଖିବା ଅଛି ଯେଉଁ ଉଭୟ ପାର୍ଶ୍ୱରେ ରହିଥିବା ପ୍ରତିକାରକ ଉତ୍ପାଦ ମଧ୍ୟରେ ଯେଉଁ ମୌଳିକ ବା ପରମାଣୁ ଅଛି ତାଙ୍କର ସଂଖ୍ୟା, ତାଙ୍କର ବସ୍ତୁତ୍ୱ ସମାନ ରହିବା ଅଛି। ସେଇଟା ହେଉଛି ବସ୍ତୁତ୍ୱ ସଂରକ୍ଷଣ ନିୟମ। ତାମାନେ ଏପଟେ ଯେଉଁ ପ୍ରତିକାରକ ରହିଅଛି, ଏପଟେ ଯେଉଁ ଉତ୍ପାଦ ରହିଅଛି, ପ୍ରତିକାରକରେ ଭାଗ ନେଇଥିବା ଯେଉଁ ମୌଳିକ ଅଛି ଏବଂ ଉତ୍ପାଦ ସୃଷ୍ଟି ହୋଇଥିବା ଯେଉଁ ମୌଳିକ ଅଛି, ଏମାନଙ୍କ ଭିତରେ ସଂଖ୍ୟା ସମାନ ହେବା ଅଛି। ମାନେ ପ୍ରତିକାରକରେ ଯେଉଁ ମୌଳିକ ଅଛି ତାଙ୍କ ସଂଖ୍ୟା ସମାନ ହେବା ଅଛି ଏବଂ ଉତ୍ପାଦ ବି ସମାନ ହେବା ଅଛି। ରହିଲା ଆଉ ରହିବାକୁ ପଡ଼ିବ, କାହିଁକିନା ସେ ଯେକୌଣସି ରାସାୟନିକ ସମୀକରଣରେ ଏ ନିୟମକୁ ଫୋକସ୍ କରାଯାଇଥାଏ। ଏ ନିୟମ କ'ଣ ଅଛି? ଫୋକସ୍ କରାଯାଇଥାଏ। ସେ ଫୋକସ୍ କଲେ ହିଁ ସେଇଟା ଆମେ ଜାଣିବା ଯେ ଏଇଟା ହେଉଛି ରାସାୟନିକ ସମୀକରଣ ସମ୍ପୂର୍ଣ୍ଣ ହେଇଛି। ଆଉ କୌଣସି କ୍ଷେତ୍ରରେ ବସ୍ତୁତ୍ୱ ସଂରକ୍ଷଣ ନିୟମକୁ ଉଲ୍ଲଂଘନ କରି ହେବ ନାହିଁ, ତାହେଲେ କେମିକାଲ ରିଆକ୍ସନ୍ ଭୁଲ ହେଇଯିବ।
ବସ୍ତୁତ ସଂରକ୍ଷଣ ନିୟମ ଅନୁଯାୟୀ ଯଦି ଦେଖିବା ଆମେ ତ ଫର୍ ଏକ୍ସାମ୍ପଲ୍ ଗୋଟେ ଏକ୍ସାମ୍ପଲ୍ ଦିଆହେଇଛି ଯେ mg ପ୍ଲସ୍ O2 ସୃଷ୍ଟି ହେଲା କ'ଣ mgO। এইটা ହେଉଛି ଆମର ଅସମତୁଲ ରାସାୟନିକ ସମୀକରଣ। କାହିଁକି ନା ଦେଖ ଏପଟେ ବସ୍ତୁତ ସଂରକ୍ଷଣ ନିୟମ କ'ଣ କହୁଛି ଉଭୟ ପାର୍ଶ୍ୱରେ ରହିଥିବା ଯେଉଁ ପରମାଣୁ ବା ମୌଳିକ ଆଙ୍କର ସଂଖ୍ୟା ବା ବସ୍ତୁତ୍ୱ ସମାନ ଥିବା ଅଛି। ବଟ୍ ଏଇଠି ଆକ୍ଚୁଆଲି ନାହିଁ, ମ୍ୟାଗ୍ନେସିୟମ୍ ଗୋଟେ ଅଛି ଆଉ ଅକ୍ସିଜେନ୍ ଦୁଇଟା ଅଛି। ବଟ୍ ଏପଟେ ମ୍ୟାଗ୍ନେସିୟମ୍ ଗୋଟେ ଅଛି, ଏଇଟା ଅକ୍ସିଜେନ୍ ଗୋଟେ ଅଛି, ଉଭୟ ପାର୍ଶ୍ୱ ସମାନ ନାହିଁ। ସେଥିପାଇଁ କ'ଣ କୁହାଯାଏ ଅସମତୁଲ ରାସାୟନିକ ସମୀକରଣ। କିନ୍ତୁ ଆମେ ଯଦି ଦେଖିବା ସମତୁଲ ରାସାୟନିକ ସମୀକରଣ କ'ଣ ସେଇ ଏକ୍ସାମ୍ପଲ୍ ନେବା କ'ଣ ଆମର mg ପ୍ଲସ୍ O2 ନେବା ସୃଷ୍ଟି ହେଲା କ'ଣ mgO ସୃଷ୍ଟି ହେଇଛି ହେଲା। ସେ ଯଦି ଏଇଠି ଆମେ କ'ଣ କରିବା 2 ଦେଇଦେବା, ଏଠି 2 ଦେଇଦେବା। ଏଠି ଦେଖ ଏପଟେ ଯେଉଁ ଅଛି ଆମର ମ୍ୟାଗ୍ନେସିୟମ୍ ସଂଖ୍ୟା ଆଉ ଅକ୍ସିଜେନ୍ ସଂଖ୍ୟା ଉଭୟ ପାର୍ଶ୍ୱରେ, ଏଇଟା ପ୍ରତିକାରକ, ଏଇଟା ହେଉଛି ଉତ୍ପାଦକ। ଏଇଟା ହେଉଛି ମ୍ୟାଗ୍ନେସିୟମ୍ 2ଟା ଅଛି, ସେପଟେ କେତେଟା ଅଛି 2ଟା। ଅକ୍ସିଜେନ୍ କେତେଟା ଅଛି 2ଟା, ଏପଟେ ଅକ୍ସିଜେନ୍ ବି 2ଟା। ତ ଉଭୟ ପାର୍ଶ୍ୱରେ ଯେହେତୁ ମୌଳିକ ସଂଖ୍ୟା ବା ମୌଳିକ ବସ୍ତୁତ୍ୱ ସମାନ ରହିଅଛି, ଆଉ ଏଇଟା ହେଉଛି ଆମର ବସ୍ତୁତ୍ୱ ସଂରକ୍ଷଣ ନିୟମକୁ ପାଳନ କରୁଛି। ସେଥିପାଇଁ ଆକୁ କ'ଣ କୁହାଯିବ ସମତୁଲ ରାସାୟନିକ ସମୀକରଣ। କିନ୍ତୁ ଯଦି ଆମେ ଦେଖିବା ଯେ ଅସମତୁଲ ରାସାୟନିକ ସମୀକରଣ ଆମର ବସ୍ତୁତ୍ୱ ସଂରକ୍ଷଣ ନିୟମକୁ ପାଳନ କଲା ନାହିଁ। ଯେହେତୁ ସେ ବସ୍ତୁତ୍ୱ ସଂରକ୍ଷଣ ନିୟମକୁ ପାଳନ କଲା ନାହିଁ, ସେଥିପାଇଁ ତାକୁ କ'ଣ କୁହାଯାଏ ଅସମତୁଲ ରାସାୟନିକ ସମୀକରଣ। କିନ୍ତୁ ଆମର ଯେଉଁ କ୍ଷେତ୍ରରେ ବସ୍ତୁତ୍ୱ ସଂରକ୍ଷଣ ନିୟମକୁ ପାଳନ କରାଯାଇଛି ପ୍ରତିକ୍ରିୟାରେ ବା ସମୀକରଣରେ, ତାକୁ କ'ଣ କୁହାଯିବ ସମତୁଲ ରାସାୟନିକ ସମୀକରଣ। ଏଇଠି ସମସ୍ତେ ଉଭୟ ପାର୍ଶ୍ୱରେ ରହିଥିବା ମୌଳିକ ସଂଖ୍ୟା ବସ୍ତୁତ୍ୱ ଠିକ୍ ଅଛି, ସମାନ ଅଛି। ସେଥିପାଇଁ ତାକୁ କ'ଣ କୁହାଯାଏ ଅସମତୁଲ ରାସାୟନିକ ସମୀକରଣ, ବ୍ୟାଲେନ୍ସ କେମିକାଲ ଇକ୍ୱେସନ୍ ବୋଲି କୁହାଯାଏ। ବ୍ୟାଲେନ୍ସ କେମିକାଲ ଇକ୍ୱେସନ୍ ଆଉ ଅସମତୁଲକୁ ଅନବାଲାନ୍ସ ବୋଲି କୁହାଯାଏ। ହଉ ଆଜି ପାଇଁ ଏ କ୍ଲାସ୍ରେ ଥାଉ। ନେକ୍ସଟ କ୍ଲାସ୍ ପାଇଁ ରେଡ଼ି ହେଇଯାଉ, ଆମେ ଜଲ୍ଦି ସେକେଣ୍ଡ ପାର୍ଟକୁ ଅପଲୋଡ଼ କରିବା। ଆଉ ଚେଷ୍ଟା କରିବା ସବୁ ପିଲା ବୁଝିପାରିବେ। ଯଦି ଡାଉଟ୍ ଥିବ ତୁମେ ଡାଉଟ୍ କମେଣ୍ଟ ସେକ୍ସନରେ ଡାଉଟ୍ ରିଲେସ୍ କର, ଆଉ ଆମ ସହିତ କଣ୍ଟାକ୍ଟ କର। ଥ୍ୟାଙ୍କ ୟୁ।